ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟସ୍ତରୀୟ କାୟାକଳ୍ପ ଟିମ୍ର ପରିଦର୍ଶନ। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟସ୍ତରୀୟ କାୟାକଳ୍ପ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ପାଇଁ ଆସିଥିଲେ। ଉକ୍ତ ଟିମ୍ରେ ଅତିରିକ୍ତ ନିର୍ଦ୍ଦେଶକ ପିଆଇଡି ଡକ୍ଟର ଅଞ୍ଜନା ପଣ୍ଡା, ଡକ୍ଟର ବୀଣାପାଣି ପଣ୍ଡା, ଏମ୍ଓ ଏନ୍ଟିଇପି ଡକ୍ଟର ଲିପ୍ସା ଷଡ଼ଙ୍ଗୀ, କମ୍ୟୁନିଟି ମେଡିସିନ ମୁଖ୍ୟ ଆସିଥିବା ବେଳେ ତାଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦୁଷ୍ମନ୍ତ କୁମାର ସୁତାରା, ଆସିଷ୍ଟାଣ୍ଟ ମ୍ୟାନେଜର କ୍ୱାଲିଟି ଆସିଷ୍ଟାଣ୍ଟ ସମ୍ପୂର୍ଣ୍ଣ ଡାକ୍ତରଖାନା ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଉକ୍ତ କାୟାକଳ୍ପ ଟିମ୍ ଦ୍ୱାରା ଡାକ୍ତରଖାନା ପରିସର ଓ ଡାକ୍ତରଖାନା ଭିତରେ ଥିବା ଓପିଡି, ପ୍ରସୂତି କକ୍ଷ, ରୋଗୀ ଶଯ୍ୟା କକ୍ଷ, ରକ୍ତ ପରୀକ୍ଷାଗାର, ଶୌଚାଳୟ, ସେବିକା କକ୍ଷ, ଡାକ୍ତରଙ୍କ କକ୍ଷ, ନିରାମୟ ଔଷଧ ବିଭାଗ ବୁଲି ଦେଖିବା ସହ କର୍ମଚାରୀମାନଙ୍କୁ କାର୍ଯ୍ୟ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନ ପଚାରି ବୁଝିବା ସହ ଡାକ୍ତରଖାନାରେ ଥିବା ସମସ୍ତ ଉପକରଣ ଓ ପରିବେଶ ବିଷୟରେ ସମୀକ୍ଷା କରିଥିଲେ। ଡାକ୍ତରଖାନା ବାହାର ଓ ଭିତର ପରିବେଶ ସ୍ୱଚ୍ଛତା ଓ ରୋଗୀମାନଙ୍କୁ ଉପଲବ୍ଧ କରାଯାଉଥିବା ସେବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ସବୁଠାରୁ ଅତି ସୁନ୍ଦର ଓ ଜନସାଧାରଣଙ୍କ ପାଇଁ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗରୁ ମୁକ୍ତ ରହିବା ପାଇଁ ମଶାରୀ ଟାଙ୍ଗି ଶୋଇବା ପାଇଁ ଏକ ବୃହତ୍ ସଚେତନତା ଉଦାହରଣ ପ୍ରକଳ୍ପ କରାଯାଇଥିଲା, ଯାହାକୁ ସମସ୍ତ ଅଧିକାରୀ ପ୍ରଶଂସା କରିଥିଲେ। ଏହି କାୟାକଳ୍ପ ଟିମ୍ ପରିଦର୍ଶନ କାର୍ଯ୍ୟକ୍ରମରେ ଜି ଉଦୟଗିରି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ରତିକାନ୍ତ ସାହୁ, ଗ୍ରେସିଙ୍ଗିଆ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଡକ୍ଟର କୌସ୍ତୁଭ ରାଉତ, ଗୋଷ୍ଠୀ କାର୍ଯ୍ୟକ୍ରମ ଅଧିକାରୀ ରାଜକିଶୋର ସାହୁ, ଆୟୁଷ ଏମ୍ଓ ଡକ୍ଟର ଦେବବ୍ରତ ବାରିକ ଓ ସମସ୍ତ ଷ୍ଟାଫ ନର୍ସଙ୍କ ସହ ସମସ୍ତ କର୍ମଚାରୀ, ସୁରକ୍ଷା କର୍ମୀ, ନିର୍ମଳ ବିଭାଗ କର୍ମୀ ଉପସ୍ଥିତ ରହି ପରିଦର୍ଶନରେ ସହଯୋଗ କରିଥିଲେ। दर्शक बंधु, टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।